कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। श्रीमद्भागवत महापुराण तृतीय स्कंध एकादश अध्याय। कालर जेवा परिमाण अणुपरमाणु लक्षण जुग जे कल्प मन्वंतर एकादशरे विचार। मैत्रेय उवाच हे कुरुवीर शृणतु हि कहिबि परमाणु मुहि যাহা বিভাগ নলভই সংযোগ ভাব যার নাহি যাহা সর্বদা বর্তমান তাহার পরমাণু নাম শুণ বিদুর এক চিতে সে কাল রূপ সংখ্যা যেতে নিমিষ আদি রূপ তার যেমন্তে পুরই বৎসর নিমিষ চক্ষু পক্ষম ব্রহ্ম অণু তহিরু অটে সান অণুর অর্ধ পরমাণু ত্রিভাগে হয়ে ত্রসরেণু তৃতীয় ত্রসরেণু যেহি তাহাকু ত্রুটি বলি কহি শয়ে ত্রুটিরে বেদ হয়ে ত্রিবেদে লব নাম বহে ত্রিলব কাল অটে যেহি নিমিষ বলি তাকু কহি তৃতীয় নিমিষরে ক্ষণ পঞ্চক্ষণরে কাষ্টা পুণ কাষ্টা পନ୍ଦর যেবে হই তাহাকু লঘু বলি কহি ଏ ପଞ୍ଚଦଶ ଲଘୁ ଘେନ ନାଡ଼ି ବୋଲିଣ ତାକୁ ଜାଣ ବେନି ନାଡ଼ିରେ ଯେ ମୁହୂର୍ତ୍ତ ପ୍ରହର ଷଟ ଅବା ସପ୍ତ ତାହାକୁ ଜାମ ବୋଲି କହି ଅଷ୍ଟମେ ଅହୋରାତ୍ର ହୋଇ ତାମ୍ର ଦ୍ୱାଦଶ ଫଳ ଅର୍ଦ୍ଧେ ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ଚାରି ଅଙ୍ଗୁଳି ଦୀର୍ଘ କରି ଚତୁର ମାସେ ସୂଚି ଗଢ଼ି ସ୍ୱର୍ଣ୍ଣ ସୂଚିରେ ଛିଦ୍ର କରି କରିବ ଆୟାମ ବିସ୍ତାରୀ ଜଳେ ବୁଡ଼ନ୍ତେ ଦଣ୍ଡେ ହୁଏ ଏମନ୍ତେ କାଳର ନିର୍ଣ୍ଣୟ ଅଷ୍ଟପ୍ରହରେ ଦିବାରାତ୍ରି କାଳ ଏମନ୍ତେ ଗଣନ୍ତି 15 ଅହୋରାତ୍ରେ ପକ୍ଷ ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ଏବେନି ପକ୍ଷେ ହୁଏ ମାସ ପିତୃଙ୍କ ରାତ୍ରି ଯେ ଦିବସ ଦିମାସେ ଋତୁ ଏକ ହୋଇ ବସନ୍ତ ଆଦି ଷଟ ସେଇ ଏକ ଅୟନେ ଋତୁ ତିନି ଉତ୍ତର ଦକ୍ଷିଣ ଯେ ବେନି ଅୟନେ ସମ୍ବତ୍ସର ଏମନ୍ତେ ଗଣନା କାଳର ଦେବଙ୍କୁ ଅହୋରାତ୍ର ହୁଏ ମନୁଷ୍ୟ ବରଷ ବୋଲାଏ ଏମନ୍ତେ ସତେକ ବରଷ ମନୁଷ୍ୟ ପରମାୟୁ ଶେଷ ଗ୍ରହ ନକ୍ଷତ୍ର ତାରା ଚକ୍ରେ ସେ କାଳ ରୂପୀ ବିଭୁ ଏକେ ଏମନ୍ତେ ସମ୍ବତ୍ସର ଅନ୍ତେ ବିହାର ଆତ୍ମାର ଆୟତେ ଅଣୁ ପ୍ରମାଣୁ ପରିମାଣେ ପ୍ରାଣୀଙ୍କି ନାଶେ ଅନୁକ୍ଷଣେ ଏ ପଞ୍ଚବିଧ ଯେ ବତ୍ସର ସୁମନେ ଶୁଣ ହେ ବିଦୁର ପ୍ରଥମେ ସମ୍ବତ୍ସର ହୁଏ ପରିବତ୍ସର ଯେ ଦ୍ୱିତୀୟ ଇଡ଼ା ବତ୍ସର ତୃତୀୟର ଚତୁର୍ଥେ ଯେ ଅନୁବତ୍ସର ପଞ୍ଚମେ ବତ୍ସର ବୋଲାଇ କାଳ ସ୍ୱରୂପ ଗୁଣମୟୀ ସେ ସୂର୍ଯ୍ୟ କାଳ ରୂପ ଧରି ସଂସାର ବୀଜକୁ ବିସ୍ତାରି ସକାମ ଫଳ ବିସ୍ତାରଣେ
যাহার উদয় গগনে সে তেজোময় কালান্তক পঞ্চবৎসর প্রবর্তক সে মহাভূত মহাতেজ বহু প্রকারে করি কার্য ধায়ে আকাশে অনুক্ষণে পুরুষ মোহ নিবারণে নিত্যে তাহাঙ্ক ପୂଜা কର তরিব এ ভব সংসার। বিদুর উবাচ পিতৃদেবতা নর আদি পরমায়ুষ যথাবিধি শুଣିলে তুম্ভ মুখ ভাবে সন্তোষে কহ মুনি এবে এপরে কল্প বাহ্যে যেতে নানা প্রকারে জগতে সনক আদি মহামুনি ত্রৈলোক্য বাহ্যে যেতে জ্ঞানী ଅଛନ୍ତି କାଳର ଆୟତେ ତାଙ୍କ ଆୟୁଷ କହ ମତେ ତୁମ୍ଭେ ସେ କାଳ ଗତି ଜାଣ ଯେ ଯୁଗେ ଯେ ଅବା ପ୍ରମାଣ ଯେଣୁ ସେ ବିଚକ୍ଷଣ ଧୀର ସୁବୁଦ୍ଧି ସୁଗୁଣ ଗମ୍ଭୀର ଯେତେ ବିଷୟ ଏ ଶୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବଳେ। ମୈତ୍ରେୟ ଉବାଚ ସତ୍ୟତ୍ରେତୟା ଦ୍ୱାପରାଦି କଳିଏ ଚତୁର୍ଯୁଗ ବିଧି ଦେବଙ୍କ ଦ୍ୱାଦଶ ସହସ୍ରେ ଏ ଚାରି ଯୁଗ କାଳ ଅଂଶେ 4,000 ଯୁଗ ସତ୍ୟ 3,000 ତ୍ରେତାମତ ଦ୍ୱାପର 2,000 ଜାଣ କଳି 1,000 ପରିମାଣ ଏହି ପ୍ରମାଣେ ସତ ଦେଇ ଦ୍ୱିଗୁଣ ଏହାକୁ ମିଶାଇ ଯୁଗଙ୍କ ସନ୍ଧ୍ୟା ଅଂଶ ଅୟୁତେ ଯେ କାଳ ପ୍ରକାଶ ଏମନ୍ତେ ଦେବ ବର୍ଷ ମତେ 12,000 ସಮೇତେ ଏ ରୂପେ ଯୁଗ ସଂଖ୍ୟା ଜାଣି ଜ୍ଞାନୀଙ୍କ ଗୋଚରେ ପ୍ରମାଣୀ ଯେ ଯୁଗେ ଯେ ବା ଧର୍ମ ବିଧି ଆଗମ ନିଗମ ପ୍ରସିଦ୍ଧି ଧର୍ମ ସତ୍ୟରେ ଚତୁଷ୍ପଦ ଅଧର୍ମ କ୍ରମେ ହୀନ ପଦ ତ୍ରେତାରେ 3 ପଦ ଥିଲା ଦ୍ୱାପରେ 2 ପଦ ହୋଇଲା କଳିରେ 1 ପଦ ରହେ ଯେଣୁ ଅଧର୍ମ ବୁଦ୍ଧି ବହେ ଦେବଙ୍କ 1,000 ଯୁଗରେ ବ୍ରହ୍ମା ଦିବସ ବୋଲିତରେ ଏହି ପ୍ରମାଣେ ରାତ୍ର ହୁଏ ନିଶି ଅଗମେ ବ୍ରହ୍ମ ଶୁଏ ରାତ୍ରର ଅନ୍ତେ ପୁଣି ଉଠି ବେଦ ପ୍ରମାଣେ କରେ ସୃଷ୍ଟି ହେମନ୍ତ ବ୍ରହ୍ମାର ଦିବସେ ଭୁଞ୍ଜନ୍ତି ମନୁ ଚତୁର୍ଦଶେ ମନୁ ଅନ୍ତର କାଳ ଭୋଗ 71 ଯେ ଚତୁର୍ଯୁଗ କିଛି ଅଧିକେ ହୁଏ ଶେଷ ଏମନ୍ତେ ବ୍ରହ୍ମାଙ୍କ ଦିବସ ମନୁଙ୍କ ବଂଶେ ମନୁ ସୂତେ ଋଷି ଦେବତା ସୁର ନାଥେ 3 ଭୁବନେ ପ୍ରାଣୀ ଯେତେ ଭୁଞ୍ଜନ୍ତି କଳ୍ପ ପର୍ଯ୍ୟନ୍ତେ ଏ ସୃଷ୍ଟି ଦୈନନ୍ଦିନ କାମ ତିର୍ଯ୍ୟକ ପିତୃଦେବ ଜନ ଏମନ୍ତେ କଳ୍ପେ କଳ୍ପେ ହୁଅନ୍ତି କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥି ମନ ଅନ୍ତର ମାନଙ୍କେ ହରି ବିଶୁଦ୍ଧ ସତ୍ତ୍ୱମୂର୍ତ୍ତି ଧରି ମନୁ ଶରୀରେ ସଂସାରେ ପାଳି କ୍ରୀଡ଼େ ପୁରୁଷ କାରେ ମାୟାର ବଳେ ସେ ବିହରେ ବ୍ରହ୍ମ ଦିବସ ଅନ୍ତ କାଳେ ନିଶା ଆଗମେ ବିଶ୍ୱଦେହି ମୌନ ବ୍ରତେ ସେ ବସଇ ତ୍ରିଲୋକ କମ୍ପେ ତାହା ଦେଖି ସ୍ୱଜ୍ଞାନ ଜୀବନ ଉପେକ୍ଷି ରବି ଶଶାଙ୍କ ଶୂନ୍ୟ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା ଶଙ୍କର ଶଣ ମୁଖୁ ଆସି ଅନଳ 3 ଲୋକେ ଗ୍ରାସୀ ପ୍ରଚଣ୍ଡ ବହ୍ନି ତେଜ ତ୍ରାସେ ଋଷିଏ ଥାନ୍ତି ଯେ ଆକାଶେ ସେ ମହଲୋକ ଛାଡ଼ି ବେଗେ ପଶନ୍ତି ଜନ ଲୋକ ମାର୍ଗେ ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତ୍ରିଲୋକ ଆଚ୍ଛାଦନ୍ତି ହେଳେ ପବନ ଅଣଚାଶ ବଳେ ବହନ୍ତେ ଗର୍ଜେ ଉର୍ମି ମାଳେ
ଜଳତରଙ୍ଗ ମଧ୍ୟେ ପୁଣି ନାଗ ଆସନେ ଚକ୍ରପାଣି। ନିଶ୍ଚିନ୍ତେ ନିଦ୍ରିତ ନୟନେ ଶୟନ ଅନନ୍ତ ଶୟନେ। ସଙ୍ଗତେ କେହି ନାହିଁ ଏକେ ସ୍ତୁତି କରନ୍ତି ଜନଲୋକେ। ଏମନ୍ତେ ଅହୋରାତ୍ର ଗଣି ଆଗମ ନିଗମେ ପ୍ରମାଣି। ଏଭାବେ ସତେ କବରସ ବ୍ରହ୍ମାର ପରମ ଆୟୁଷ। ବ୍ରହ୍ମାର ଆୟୁ ସେ ଯେ ହୋଇ ଅର୍ଦ୍ଧେକେ ପରାର୍ଦ୍ଧ বলাই। ସେ ପୂର୍ବ ଅର୍ଦ୍ଧ ଭୋଗ ଯାଇ ଅପର ଅର୍ଦ୍ଧ ଏବେ ହୋଇ। ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ ଶବଦ ବ୍ରହ୍ମ ଯେ ମହାନ। ଅନ୍ତଃପରାର୍ଦ୍ଧେ କଳ୍ପ ଯେହି ସେ ପଦ୍ମ କଳ୍ପ ନାମ ବହି। ବିଷ୍ଣୁ ନାଭିରୁ ପଦ୍ମ ଜାତ ତହିଁୁ ଯହୁଁ ଉପୁଜେ ବେଦନାଥ। ଦ୍ୱିତୀୟ ଆଦ୍ୟେହୁ ହୋଇ ଶ୍ଵେତ ବରାହ ସେ ବলাই। ଯେଣୁ ଏ କଳ୍ପେ ନର ହରି ଶ୍ଵେତ ବରାହ ରୂପ ଧରି। ବେନି ପରାର୍ଦ୍ଧ ରୂପୀ କାଳ ନିମିଷ ଆଦି ଅନ୍ତ ଯାର। ଅନାଦି ଅବ୍ୟକ୍ତର ସୀମା ଅନନ୍ତ ଈଶ୍ୱର ମହିମା। କେବଳ ପରିପୂର୍ଣ୍ଣ ବିଭୁ ସେ ସର୍ବେଶ୍ୱର ସର୍ବପ୍ରଭୁ। ତାହାଙ୍କ ପରେ ପ୍ରଭୁ ପଣ ସମର୍ଥ ନହେ କାଳ ଜାଣ। ଷୋଡ଼ଶ ବିକାରେ ସଞ୍ଚରେ ନାନା ବିଷୟୀ ରୂପ ଧରେ। ଏ ଅଣ୍ଡକୋଷ ଆଦ୍ୟ ପ୍ରାନ୍ତେ ପଞ୍ଚାଶ କୋଟି ପରିମିତେ। ବିସ୍ତୃତ ସପ୍ତ ଆବରଣେ ଉତ୍ତରୋତ୍ତର 10 ଗୁଣେ। ଏ ଅଣ୍ଡ ରାଶି ଯାର ଦେହେ ଦିଶନ୍ତି ପରମାଣୁ ପ୍ରାୟେ। ଅକ୍ଷର ବ୍ରହ୍ମ ତାର ନାମ ସେ ସର୍ବ କାରଣ। ତାର ଚରଣେ ଦେଇଛି ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କାଳସ୍ୱରୂପ ନିରୂପଣମ୍ ନାମ ଏକାଦଶୋऽଧ୍ୟାୟଃ। ଓಂ ନମଃ ଭଗବତେ ବାସୁଦେବାୟ। ହରି ଓಂ।